ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ଜୟବାହାଲ ଗ୍ରାମର ହିତେଶ କୁମାର ସଲମା ପିତା କନ୍ଦର୍ପ ସଲମା ରୋଷେଇ ଗୃହରେ ଗ୍ୟାସ୍ ସରିଯିବା ଫଳରେ ନୂତନ ଗ୍ୟାସ୍ ସିଲିଣ୍ଡର ସଂଯୋଗ କରିବା ପାଇଁ ସିଲିଣ୍ଡର ଠିପି ଖୋଲିବା ଦ୍ୱାରା ରୋଷେଇ ଘର ଚୁଲିରେ ନିଆଁ ଜଳୁଥିବା କାରଣରୁ ନିଆଁଟି ଗ୍ୟାସ୍ ସଂସ୍ପର୍ଶରେ ଆସି ରୋଷେଇ ଘର ଜଳିଯିବା ସହ ଘରର ଛାତକୁ ମଧ୍ୟ ନିଆଁ ଲାଗିଯାଇଥିଲା। ହିତେଶ ସଲମା ସ୍ତ୍ରୀ 3 ବର୍ଷର ଜଣେ ପୁଅ ଓ 8 ବର୍ଷର ଜଣେ ଝିଅ ଗ୍ୟାସ୍ ନିର୍ଗତ ହୋଇ ନିଆଁ ଜଳୁଥିବା ଦେଖି ପ୍ରାଣ ବଞ୍ଚାଇବା ପାଇଁ ଘରୁ ବାହାରକୁ ଚାଲି ଆସିଥିଲେ। ଜୀବନ ପ୍ରତି ବିପଦ ଟଳି ଯାଇଥିଲା ତାହା ଠିକ୍, ହେଲେ ରୋଷେଇ ଘରେ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ପରିବାର ଲୋକେ କହିଛନ୍ତି। ଏହି ବିଷୟରେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା, ହେଲେ ତାଙ୍କ ଆସିବା ପୂର୍ବରୁ ଗ୍ରାମର ସାହସୀ ଯୁବକମାନଙ୍କ ଜ୍ଞାନ କୌଶଳ ବଳରେ ନିଆଁକୁ ଆୟତ୍ତକୁ ଆଣିଥିଲେ। କିନ୍ତୁ ବାଲିରେ ପୋତି ଦେଇଥିବା ସିଲିଣ୍ଡରରୁ ଗ୍ୟାସ୍ ବାହାରୁଥାଏ। ଅଗ୍ନିଶମ ବିଭାଗ କର୍ମଚାରୀ ଆସି ସିଲିଣ୍ଡରଟିକୁ ବାହାର କରିଥିଲେ ଓ ନିରାପଦ ସ୍ଥାନକୁ ନେଇ ସିଲିଣ୍ଡରକୁ ଠିକ୍ କରିଥିଲେ। सब एडिटर ऑल ओडिशारू जगन्नाथ सागरଙ୍କ रिपोर्ट ओडिशा हाइलाइट समाचार। खबर दुनिया रे जोड़ी हेबा पई सब्सक्राइब करंतु ओडिशा हाइलाइट समाचार को आउ दबे दियंतु बेल आइकन को सर्वप्रथमे खबर पाइबा पई।